ଆମର 14 ଏପ୍ରିଲ 2026 ପାୱାର ହାଉସ୍ କଲୋନୀ ଜୟପୁରର କମ୍ପ୍ଲେନାଣ୍ଟ ରାଜେଶ ପାତ୍ରଙ୍କ ରିପୋର୍ଟକୁ ଆଧାର କରି ଆମର ସାଇବର ଥାନା କେସ୍ ନମ୍ବର 5/26 ରେଜିଷ୍ଟ୍ରେସନ ହେଇଥିଲା ଏବଂ ଉକ୍ତ କେସ୍ର ତଦନ୍ତ ମୁଁ କରୁଛି ନିଜେ। ଏବଂ ତଦନ୍ତ ସମୟରେ ଆମେ ଜାଣିବାକୁ ପାଇଲୁ ଯେ ଯେଉଁ ଫ୍ରଡ୍ ଟଙ୍କା 20,50,000 ଟଙ୍କା ଯେଉଁ ଫ୍ରଡ୍ ହେଇଥିଲା ସେଇଟା 4ଟି ବ୍ୟାଙ୍କ ଆକାଉଣ୍ଟକୁ ଯାଇଥିଲା। ସେଇ 4ଟି ବ୍ୟାଙ୍କ ଆକାଉଣ୍ଟ ମଧ୍ୟରୁ 7,50,000 ଗୋଟେ ସାଲୁର ବ୍ୟକ୍ତିର ଆକାଉଣ୍ଟକୁ ଯାଇଥିଲା ବୋଲି ଆମେ ଜାଣିବାକୁ ପାଇଲୁ ଏବଂ ତାହା ଥିଲା ଏକ୍ସିସ୍ ବ୍ୟାଙ୍କର ଆକାଉଣ୍ଟଟା। ତ ଆମେ ତାଙ୍କର ବ୍ୟାଙ୍କ ରେଜିଷ୍ଟର ମୋବାଇଲ ନମ୍ବରକୁ ଟ୍ରାକିଂ କଲୁ ଏବଂ ଜାଣିବାକୁ ପାଇଲୁ ଯେ ସେଇ ନମ୍ବରଟା ସାଲୁରେ ଦେଖାଉଛି। ତ ଆମେ ଏସ୍ପି ସାର୍ଙ୍କ ସହିତ ଡିସ୍କସନ୍ କଲା ପରେ ଗୋଟେ ଟିମ୍ ଫର୍ମେସନ୍ କରି ସାଲୁର ପ୍ରସିଡ୍ କଲୁ ଏବଂ ସାଲୁରରେ ଆମେ ସେଇ ଏକ୍ସିସ୍ ବ୍ୟାଙ୍କ ଆକାଉଣ୍ଟ ହୋଲ୍ଡର ଯାହା ଆକାଉଣ୍ଟକୁ 7,50,000 ଟଙ୍କା ଆମ କମ୍ପ୍ଲେନାଣ୍ଟର ଯାଇଥିଲା ସେଇ ଲୋକକୁ ଆମେ ଖୋଜିଲୁ ଏବଂ ଆମେ ତାଙ୍କୁ ପାଇଲୁ ମଧ୍ୟ। ପାଇଲା ପରେ ଆମେ ତାଙ୍କଠାରୁ ବିଭିନ୍ନ ବ୍ୟାଙ୍କର ପାସବୁକ୍, ଚେକ୍ ବୁକ୍, ATM କାର୍ଡ଼ ଏବଂ ତାଙ୍କର ଗୋଟେ ମୋବାଇଲ ଫୋନ୍, ଯେଉଁ ମୋବାଇଲ ଫୋନ୍ରେ 2ଟି ସିମ୍ କାର୍ଡ଼ ପଡ଼ିଛି, ଯେଉଁ ସିମ୍ କାର୍ଡ଼ ଗୁଡ଼ାକ ବ୍ୟାଙ୍କ ସହିତ ଲିଙ୍କ ଅଛି, ଯାହାକୁ ଆଧାର କରି ଆମେ ତାଙ୍କୁ ଟ୍ରାକ୍ କରିଥିଲୁ। ସେଇ ସିମ୍ କାର୍ଡ଼ ମଧ୍ୟ ସିଜର ହେଇଛି ଏବଂ ଯେଉଁ ମୋବାଇଲରେ ସେଇ ସିମ୍ କାର୍ଡ଼ ପଡ଼ିଥିଲା ବୋଲି ଆମକୁ ଶୋ କରୁଥିଲା ସେଇ ମୋବାଇଲ ମଧ୍ୟ ଆମେ ତାଙ୍କଠାରୁ ସିଜର କରିଛୁ। ଯେଉଁ 7,50,000 ଟଙ୍କା ତାଙ୍କ ଆକାଉଣ୍ଟରେ କ୍ରେଡ଼ିଟ୍ ହେଇଥିଲା ଭିକ୍ଟିମ୍ର, ସେଇ ପଇସାକୁ ସେ ATMରେ 1,49,000 ୱିଡ୍ର କରିଛନ୍ତି ଏବଂ ରେଷ୍ଟ 6 ଲାଖ ରୁପିସ୍ ସେ ଯାଇକି ଚେକ୍ରେ ବ୍ୟାଙ୍କରେ ନିଜେ ୱିଡ୍ର କରିଛନ୍ତି। 20,50,000 ଫ୍ରଡ୍ରୁ ଆମେ ସମୁଦାୟ 12,46,000 ଟଙ୍କା ହୋଲ୍ଡ କରିପାରିଛୁ ଏବଂ ଉକ୍ତ 12,46,000 ମଧ୍ୟରୁ 4 ଲକ୍ଷ ଟଙ୍କା ଆମର ଭିକ୍ଟିମ୍ର ଆକାଉଣ୍ଟକୁ କ୍ରେଡ଼ିଟ୍ ହେଇସାରିଲାଣି, ବ୍ୟାଙ୍କ କ୍ରେଡ଼ିଟ୍ କରିଦେଲା ଏବଂ ଆଉ 8,46,000 ଟଙ୍କା ମଣ୍ଡେ ସୁଦ୍ଧା ତାଙ୍କ ଆକାଉଣ୍ଟରେ କ୍ରେଡ଼ିଟ୍ ହେଇଛି।